ନନ୍ଦିଘୋଷର 16 ଚକ ଜଗନ୍ନାଥଙ୍କ ପାଖରେ 16ଟା ଚକ କାହିଁକି ରଖାଗଲା? କାରଣ ମଣିଷର ପ୍ରଥମ ସଂସ୍କାର ହଉଛି ପୁଂସବନ, ଯଜ୍ଞ କାର୍ଯ୍ୟ ସବୁଠୁ ଆରମ୍ଭ ହେଲା ଏବଂ ସେ ପୁଂସବନ ଯଜ୍ଞ କାର୍ଯ୍ୟ ପାଖରୁ ଯଜ୍ଞ ସରିଲା କୋଉଠି? ଅନ୍ତ୍ୟେଷ୍ଟିରେ ଯଜ୍ଞ ସରିଲା। ଅନ୍ତ୍ୟ ଇଷ୍ଟି, ଇଷ୍ଟିର ଅର୍ଥ ହଉଛି ଯଜ୍ଞ। ସେ ଯଜ୍ଞରେ କଣ କରାଗଲା ନା ସେ ଯଜ୍ଞରେ କାଠ ଗୁଡାକ ସବୁ ଯଜ୍ଞ କୁଣ୍ଡରେ ଥୁଆ ହେଲା ପରି ସଜେଇ ଦିଆଗଲା। ଯେହେତୁ ଏଇଗୁଡାକ ସବୁ ଟିକେ ତାତ୍ତ୍ୱିକ ବିଶ୍ଳେଷଣ ମୁଁ ସେଥିପାଇଁ ପହଞ୍ଚୁଛି, ସେଥିପାଇଁ ମୁଁ ଟିକେ ଏ ସାଙ୍ଗେ ସାଙ୍ଗେ ଟିକେ କଥାକୁ ବୁଲେଇ ବଙ୍କେଇକି ନେଇକି ପହଞ୍ଚିବା ପାଇଁ ଟିକେ ପ୍ରସ୍ତୁତ ବି ହଉଛି। ଯାହା ବି ହଉ 22 ପାହାଚ ବାବଦରେ ଆପଣ ମାନଙ୍କୁ କହିବି। 22 ପାହାଚ ବାବଦରେ କହିବା ପୂର୍ବରୁ ଓଡିଆରେ ଗୋଟେ ପ୍ରଭାବ ଅଛି, ଓଡିଆ ଭାଷାରେ ଲେଖା ହେଇଛି 16 ପର। ସେ ମାଧ୍ୟକୁ ଆପଣ ମାଧବ ବୋଲି କହିପାରନ୍ତି, ସେ ମାଧବକୁ ଆପଣ ଅପୋଡା ପିଣ୍ଡ ବୋଲି କହିପାରନ୍ତି। ସେ ଅପୋଡା ପିଣ୍ଡକୁ ଆପଣ ଏଠି ଅଛନ୍ତି ସାର ଗୀତ ଗାଉଥିଲେ, ଦର୍ଶନା ସାର ଗୀତ ଗାଉଥିଲେ। ମାଦଳ ବୋଲି ଗୋଟେ ବାଦ୍ୟଯନ୍ତ୍ର ଅଛି, ସେ ବାଦ୍ୟଯନ୍ତ୍ର ଆଜି ଯଦି ଦେବତାର ସ୍ୱରୂପକୁ ଗ୍ରହଣ କରିଥାଏ ତାହେଲେ ସେ ହଉଛନ୍ତି ସ୍ୱୟଂ ଜଗନ୍ନାଥ। ତେବେ ଜଗନ୍ନାଥଙ୍କ ପାଖରେ 22 ପାହାଚର କଥାଟା ଯେତେବେଳେ ସିଏ ପହଞ୍ଚିଯାଏ, ଆମେ ସହଜରେ ଭାବି ପାରନ୍ତି ନାହିଁ ଏ 22ର ଚିନ୍ତାଧାରାଟାକୁ କାହିଁକି ଜଗନ୍ନାଥ ଏଇ ପାହାଚ ଭିତରେ ସାମିଲ କରିଦେଲେ। ବାଟରେ ଚାଲି ଚାଲି ଯାଉ ଯାଉ ତା ପାଖରେ ପହଞ୍ଚିଲା ବେଳକୁ କଣ ଆମେ ପାଆନ୍ତି? ମୁଁ ଆପଣଙ୍କୁ 8ଟା ପୂର୍ବରୁ ଦେଇଦେବି, ବେଶୀ ସମୟ ନେବି ନାହିଁ, କାରଣ 17 ଜଣ କବିବର୍ତ୍ତନ ଆସିଲେଣି, କେତେ ସମୟ ଯିବ କହିହବ ନାହିଁ। ତଥାପି ମୁଁ ତା ପୂର୍ବରୁ ଦେଇଦେବି, ଯେହେତୁ ଆପଣ ମତେ ଅଟକେଇ ଦଉଛନ୍ତି। ଅଟକେଇ ଦେଲେ ବାଟରେ ମୁଁ ଖାଲି 22 ପାହାଚ ଉପର କଥା ଗୁଡାକ ସବୁ କହିଦେଇଯିବି, କିନ୍ତୁ ଅନେକ କଥାରେ ମୋର ତୁଳନା ରହିବ। ଆପଣ ମାନେ କେହି ଭାବିବେ ନାହିଁ କାହିଁ ଆଗରୁ ଏ କଥା କୋଉଠି କୁହା ହେଇନଥିଲା। ବହୁ ଶାସ୍ତ୍ରରେ କଥା ଲେଖା ହେଇଛି, ବହୁ ବିଦ୍ୱାନ ଏ କଥା କହିଲେ, ଆପଣ ସେଉଠୁ ଆଣି କହିଲେ। ଏସବୁ ଜିନିଷ ଯାହା ଏ ପୃଥିବୀରେ ପ୍ରତିଷ୍ଠିତ ହେଇଛି ସେଇ ପ୍ରତିଷ୍ଠିତ ବକ୍ତବ୍ୟକୁ ମୁଁ କିଛି ପ୍ରଦାନ କରିବି। ଆଉ ସେ ପ୍ରତିଷ୍ଠିତ ବକ୍ତବ୍ୟ ଭିତରେ ଆପଣ ତୁଳନା କରିନେବେ ଯେ ପ୍ରକୃତରେ ଏସବୁ ଜିନିଷ ତା ସହିତ ସମୀକରଣ ହଉଛି କି ହଉନାହିଁ। କାରଣ ହାତ ଖଣ୍ଡିଆ ହେଇଛି, ଆଙ୍ଗୁଳି ନାହିଁ, ଶରୀର ଅଛି, ପାଦ ନାହିଁ, ମୁଣ୍ଡ ଅଛି, କେଶ ନାହିଁ। ଲକ୍ଷାଧିକ ଲୋକଙ୍କ ଭିତରେ ଚାଲୁଛି କିଏ ସେ ନା ଲକ୍ଷେ ପଥରରେ ତିଆରି ହେଇଥିବା ସିଂହାସନ ଉପରେ ଉପବେଶନ କରିଥିବା ମୂର୍ତ୍ତିଟା ଲକ୍ଷେ ପଥର ଉପରେ ଚାଲୁଛି। ଲକ୍ଷେ ପଥର ଉପରେ ଉପବେଶନ କରିଥିବା ମୂର୍ତ୍ତି ଲକ୍ଷେ ଲୋକଙ୍କ ଭିତରେ ଚାଲୁଛି। ଲକ୍ଷେ ଟଙ୍କାରେ କିଣା ଯାଉଥିବା ଗଜପତିଙ୍କ ପାଖରେ ସେବା ପାଉଛି। ଲକ୍ଷ ଲକ୍ଷ ପଶୁମାନଙ୍କ ଭିତରେ ରାଜା ହେଇଥିବା ଗଜପତିଙ୍କ ଭିତରେ ଗମନ କରିବା ପାଇଁ ପ୍ରସ୍ତୁତ ହଉଛି। ତେଣୁ ଲକ୍ଷେ ହଜାର ମୌରମଣି କିଏ ସେ? ରତ୍ନ ସିଂହାସନରେ ବସିଥିବା ସ୍ୱୟଂ ଜଗନ୍ନାଥ। ତେବେ 22 ପାହାଚର କଥାଟା ଏଠି କାହିଁକି ଆସିଲା? ଆପଣ ଯଦି ସାରା ପୃଥିବୀରେ ଯଦି ବୁଲି ଆସିବେ, ସାରା ପୃଥିବୀ ଏତେ ଜ୍ଞାନର ଗ୍ରନ୍ଥ ଏ ସାରା ପୃଥିବୀ ଭିତରେ ବିଚଳିତ ହେଇଛି, ପ୍ରଚଳିତ ହେଇଛି, ସମ୍ଭୂତ ହେଇଛି, ରଚନା କରାହେଇଛି, ଆଲୋଚନା କରାହେଇଛି, ପର୍ଯ୍ୟାଲୋଚନା କରାହେଇଛି। ଆଜି ପର୍ଯ୍ୟନ୍ତ କାହାରି ହାତ ପାଇନାହିଁ ସେହି ଧର୍ମ ଗ୍ରନ୍ଥ ପର୍ଯ୍ୟନ୍ତ ଯାହାକୁ ରାଖାଲ ଭାଇ ଅଛନ୍ତି କି ନାହିଁ କହିପାରିବିନି। ଯଦି ରାଖାଲ ଭାଇ ଥିବେ ତାହେଲେ ଏ କଥାଟା ସିଧାସଳଖ ତାଙ୍କରି ଆଡକୁ ନିର୍ଦ୍ଦେଶ କରିକି ଏ କଥାଟା କହିବେ। ନିର୍ଦ୍ଦେଶ ତ କରିପାରିବି ନାହିଁ, ତାଙ୍କରି ଆଡକୁ ସୂଚିତ କରିବେ କଥାଟା। ରାଖାଲ ଭାଇ ଯଦି ଥାନ୍ତି, ରାଖାଲ ଭାଇ ଯେତେବେଳେ କଚେରୀ ଭିତରେ ଥିବେ, ଯୋଉ କଚେରୀକୁ ସେ ବି ଦେଖିଛନ୍ତି, ମୁଁ ବି ଦେଖିଛି, ଭଦ୍ରକର ଯୋଉ କଚେରୀ ଭଦ୍ରକ ହାଇସ୍କୁଲ ଗେଟ୍ ପାଖକୁ ଲାଗିଥିଲା, ପଛପଟରେ ଆମେ ଯାଇ ଦେଖୁଥିଲୁ କଣ ହଉଛି ଏଠି, ବିଚାର କଣ ଘଟୁଛି। ରାଖାଲ ଭାଇ ନିଶ୍ଚିତ ଭାବରେ ଅନୁଭବ କରୁଥିବେ। ଏବେ ସେଇ ବିଚାରପତି ମାନଙ୍କ ସ୍ଥାନର ଗୋଟେ କଥା ମୁଁ ଆପଣଙ୍କୁ କହିବି। ଦୋଷୀ ସତ କହୁଛି କି ମିଛ କହୁଛି ଏ କଥା ଜାଣିବା ପାଇଁ ଯୋଉମାନେ କ୍ଷମ ବିଚାରପତି, କ୍ଷମା ବିଚାରପତି ବୋଲି କହିବି ନାହିଁ, କ୍ଷମ ବିଚାରପତି ଯୋଉମାନଙ୍କର ଯୋଗ୍ୟତା ଅଛି, ଯୋଉମାନେ ବୁଝିଛନ୍ତି ଦୋଷୀ ସତ କହୁଛି କି ମିଛ କହୁଛି। ସତ କହିବା କଥାଟା କେମିତି? ବଙ୍କ ଭିତରୁ ପଦ୍ମଟା ବାହାରିକି ପାଣି ଉପରେ ଯେମିତି ଫୁଟେ, କଣ୍ଠ ଭିତରୁ ଶବ୍ଦଟା ବାହାରିକି ଆଖିରେ ସେମିତି ଫୁଟିଯାଏ। ଆଖି ଫୁଟିଯାଏ କହିଲେ ଆଖି ଅନ୍ଧ ହେଇଯାଏ ବୋଲିକି କହିବି ନାହିଁ, ଆଖି ଖୋଲା ଦେଖାଯାଏ। ତେଣୁ ବିଚାରପତି ମାନେ ସାଧାରଣ ଭାବରେ ଲୋକମାନଙ୍କ ମନରେ ବିଶ୍ୱାସ ଆଣିବା ପାଇଁ ସେ ଦୋଷୀକୁ ଗୋଟେ ଗ୍ରନ୍ଥ ଉପରେ ହାତ ରଖିବା ପାଇଁ କହନ୍ତି। ସେ ଗ୍ରନ୍ଥଟିର ନାଁ ହଉଛି ଶ୍ରୀମଦ୍ ଭଗବତ ଗୀତା। ସଂସ୍କୃତ ଭାଷାରେ ଲେଖା ହେଇଛି। ପ୍ରଥମ ଶବ୍ଦ ହଉଛି ଧର୍ମ କ୍ଷେତ୍ରେ କୁରୁକ୍ଷେତ୍ରେ ସମବେତାଃ ଯୁଯୁତ୍ସବଃ ମାମକା ପାଣ୍ଡବାଶ୍ଚୈବ କିମକୁର୍ବତ ସନ୍ଧ୍ୟ। ଆଖିରେ ଅନ୍ଧ ହେଇଯାଇଛନ୍ତି, କିନ୍ତୁ ସନ୍ଧି ଭାବକୁ ଗ୍ରହଣ ନ କରି ଯୁଦ୍ଧ କ୍ଷେତ୍ରକୁ ଅବତୀର୍ଣ୍ଣ ହେଇଯାଇଛନ୍ତି ତାଙ୍କରି ବଂଶର ଲୋକମାନେ। ଅର୍ଥାତ୍ ଏଇ ଅନ୍ଧ ରାଜା ଜଣକ ପଚାରୁଛନ୍ତି ଦିବ୍ୟ ଦ୍ରଷ୍ଟା ସଞ୍ଜୟକୁ,
ଏଠି କିଏ କାହାକୁ ପଚାରନ୍ତି ନା ଏଠି ସେ ମାନଙ୍କୁ ପଚାରନ୍ତି ଯୋଉମାନେ ଆଖିରେ ଦେଖିପାରନ୍ତି ନାହିଁ, ସେମାନେ ଚକ୍ଷୁଷ୍ମାନ ମଣିଷ ମାନଙ୍କୁ ପଚାରନ୍ତି। ଏଠି କିଏ କାହାକୁ ଆୟୁଷ ମାଗନ୍ତି, ଯୋଉମାନଙ୍କର ଆୟୁଷ ସରିଯାଇଛି ସେଇମାନଙ୍କୁ ଏଇ ଆୟୁଷ୍ମାନ ମାନେ ଆୟୁଷ ମାଗି ଆଣନ୍ତି। ଏଠି ଧନସ୍ମାନ କୋଉମାନେ ଅଟନ୍ତି, ନିର୍ଧନ ମାନଙ୍କ ପାଖରେ ଯୋଉମାନେ ବାଟ ଦେଖେଇ ଦିଅନ୍ତି, ବାବୁରେ ଏଇଟା ହଉଛି ଧନ ଅର୍ଜନର ମାର୍ଗ, ଏଇଟାକୁ ଦେଖିଦିଅ। ଏଠି ଜ୍ଞାନସ୍ମାନ କୋଉମାନେ, ଯୋଉମାନେ ଜ୍ଞାନକୁ ଆହରଣ କରିବା ପାଇଁ ଜ୍ଞାନୀ ମଣିଷ ମାନଙ୍କ ପାଖରେ ପହଞ୍ଚି କି ତାକୁ ପ୍ରାର୍ଥନା କରନ୍ତି ଆଜ୍ଞା ଆମକୁ କିଛି ଜ୍ଞାନ ମିଳିଯାଉ, ସେମାନେ ଏଠି ଜ୍ଞାନବାନ। ତେଣୁ ଏଠି ଶ୍ରୀମଦ୍ ଭଗବତ ଗୀତା ରେ ଧୃତରାଷ୍ଟ୍ର ସଞ୍ଜୟକୁ କାହିଁକି ପଚାରୁଛନ୍ତି, କଣ ଭିତରି କାରଣ ଥାଇପାରେ? ନା ମୁଁ କହିଲି ଏଇଠି ଯୋଉମାନଙ୍କ ଆଖିରେ ଦୃଷ୍ଟି ଶକ୍ତି ସମାପ୍ତ ହେଇଯାଇଛି ଆଉ ଦେଖିପାରୁନାହାନ୍ତି, ସେମାନେ ଚକ୍ଷୁଷ୍ମାନ ମାନଙ୍କୁ ପଚାରନ୍ତି। ଚକ୍ଷୁଷ୍ମାନ ଯୋଉମାନେ ସେମାନଙ୍କର କେତେ ପ୍ରକାର କ୍ଷମତା ଥାଏ? 2 ପ୍ରକାର କ୍ଷମତା, ମୁଖ୍ୟ କ୍ଷମତା ସେମାନଙ୍କର 2 ପ୍ରକାର କହିଲେ। ଗୋଟେ କ୍ଷମତା ହଉଛି ଦର୍ଶନ, ଆଉ ଗୋଟେ କ୍ଷମତା ହଉଛି ଶ୍ରବଣ। ଦର୍ଶନ ଆଉ ଶ୍ରବଣ ଏ ଦିଟା ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି ସେ କଥା ମଧ୍ୟ କହିବି ଆପଣ ମାନଙ୍କ ପାଖରେ। ମୋର ଭାଷଣ ଯଦି ଟିକେ ଲମ୍ବା ହେଇଯାଉଥାଏ କ୍ଷମା ପ୍ରାର୍ଥନା କରିବି ଆପଣ ମାନଙ୍କ ପାଖରେ, ମତେ ଜଣେଇଦେବେ ତାର ଆଜି ଟିକେ ପ୍ରସଙ୍ଗ ଥାଉ, ନହେଲେ ମତେ ନାଁ ଧରିକି କହିବେ, ନହେଲେ ସିଧାସଳଖ ନିର୍ଦ୍ଦେଶ ଦେବେ। ଏତେ ଆଗକୁ ଆଉ ଆମେ ନ ଯିବା ଉଚିତ, ସେତେବେଳେ ମୁଁ ନିରବ ରହିବି। କାରଣ ବହୁ ପୂଜାସ୍ପଦ ବ୍ୟକ୍ତି ମାନେ ଏଠି ଅଛନ୍ତି, ମୁଣ୍ଡ ନୁହେଁକି ତଳେ ବସିବାର ଅଧିକାର ଯୋଉମାନଙ୍କ ପାଦ ପାଖରେ ଅଛି ସେଇଭଳି ବ୍ୟକ୍ତିତ୍ୱ ମାନେ ଏଠି ଅଛନ୍ତି। ତେଣୁ ଅଧିକା କହିବାର ଦୁଃସାହସ ମୁଁ ଆପଣ ମାନଙ୍କ ଆଗରେ କରିବି ନାହିଁ। ଏବେ କଥାଟା କହି ଆସୁଥିଲି, ପ୍ରସଙ୍ଗଟା ଟିକେ ଉପସ୍ଥାପିତ ହେଇଯିବା ଦରକାର। ମୁଖ୍ୟତଃ କେନ୍ଦ୍ରୀଭୂତ ହଉଥିଲା ରାଖାଲ ଭାଇଙ୍କ ସହିତ। ବ୍ୟକ୍ତିଗତ କଥାକୁ ବୁଝିବେ ନାହିଁ, ସେ ଯେହେତୁ କୋର୍ଟ କଚେରୀର ମଣିଷ ସେ କଥା ଜାଣିବେ। ଦୋଷୀ ମାନଙ୍କୁ ହାତ ଥୋଇ ଦିଆଯାଏ ଗୀତା ଉପରେ, ଆଉ ସେମାନେ ଗୀତା ଛୁଇଁକି କହନ୍ତି ଯାହା କହିବି ସତ କହିବି, ସତ ବିନା ମିଛ କହିବି ନାହିଁ। ତେଣୁ ସେମାନେ ସତ କହନ୍ତି କି ସତ ବିନା ଆଉ କିଛି କହନ୍ତି, ମିଛ ବୋଲି କହିବି ନାହିଁ, କାରଣ ସେ କହିଛି ମିଛ କହିବି ନାହିଁ। ତେଣୁ ମୁଁ ସେ ଶବ୍ଦଟା ମୁଁ ଉଚ୍ଚାରଣ କରିବି ନାହିଁ। ଆଉ ସତ ବିନା ସେମାନେ ଆଉ କଣ କହନ୍ତି ଏ କଥା ଆମେ ସିଆଡକୁ ଯାଇକି ଭାବିବା ନାହିଁ, ବରଂ ଆମେ ଭାବିବା ଗୀତାରେ ଯାହା କୁହାଯାଇଛି ଏହା କେତେ କାଳ ପାଇଁ ସତ, ଗୀତାରେ ଯାହା କୁହାଯାଇଛି ତାହା ସର୍ବକାଳ ପାଇଁ ସତ, ତାହା ମାଟିରୁ ପବନ ପର୍ଯ୍ୟନ୍ତ ସତ, ପବନରୁ ଆକାଶ ପର୍ଯ୍ୟନ୍ତ ତାହା ସତ। କାରଣ ଦୃଶ୍ୟମାନ ଗୁଣ ଯାହାଙ୍କ ନିକଟରେ ଥିଲା ସେ ହଉଛନ୍ତି ସୂର୍ଯ୍ୟ, ଶୁଣିବାର ଗୁଣ ଯାହାଙ୍କ ନିକଟରେ ଥିଲା ସେ ହଉଛି ପବନ ବା ଆକାଶ, ଆକାଶ ଏବଂ ପବନ ଯାହାଙ୍କ ନିକଟରେ ମିଶ୍ରିତ ହେଇଥିଲା ସେ ହଉଛନ୍ତି ସଞ୍ଜୟ, ସଞ୍ଜୟ ପୁଣି ଯାହାଙ୍କ ନିକଟରେ ଉପସ୍ଥିତ ଥିଲେ ସେ ହଉଛନ୍ତି ଧୃତରାଷ୍ଟ୍ର। ଅନୁମାନ କରନ୍ତୁ ଆକାଶର ସୂର୍ଯ୍ୟ, ସୂର୍ଯ୍ୟଙ୍କ ପାଖରେ ଥିବା ଆକାଶ, ଆକାଶ ତଳକୁ ଥିବା ମାଟି ବା ରାଷ୍ଟ୍ର, ତାକୁ କିଏ ଧାରଣ କରିଛନ୍ତି? ନା ଧୃତରାଷ୍ଟ୍ର। ଧୃତରାଷ୍ଟ୍ର କାହାର ପାଖରେ ଅଛନ୍ତି? ଶୁଣିବା ଦେଖିବାର ଗୁଣ ଯାହାଙ୍କ ନିକଟରେ ପୂର୍ଣ୍ଣ ହେଇଛି, ଉଭୟ ଗୁଣର ସେ ପୂର୍ଣ୍ଣ, ସେ ଉଭୟ ଦେଖିପାରିବେ ଏବଂ ଶୁଣିପାରିବେ। ବିଜ୍ଞାନ କେବଳ ଚିନା କାତେ ଶୁଣୁଥିଲା ରେଡିଓ ଭିତରୁ, ତାପରେ ସେଠୁ ଦେଖିବା ଆରମ୍ଭ ହେଲା, ଉଭୟ ଶୁଣିବା ଏବଂ ଦେଖିବା ତା ପାଖକୁ ଆସିଗଲା। ତେଣୁ ଏ ଶୁଣିବାର ଗୁଣ ଯାହା ପାଖରେ ଆସିଗଲା ସେ କଣ କହିଲା? ସେ କହିଲା ସତ୍ୟମ ଶିବମ୍ ସୁନ୍ଦରମ୍। 3ଟା ବିଷୟକୁ ଏକାଥରେ ମିଶେଇଲା। ଆକାଶର ସୂର୍ଯ୍ୟକୁ ମିଶେଇଲା, ସୂର୍ଯ୍ୟଙ୍କ ତଳେ ଥିବା ଆକାଶକୁ ମିଶେଇଲା, ଆକାଶ ପାଖକୁ ଲାଗି ରହିଥିବା ମାଟିକୁ ମିଶେଇଲା। ମିଶେଇକି ସେ 3ଟା କଥା କହିଦେଲା ଏକାଥରେ। ଟିଭି ତଳେ ଯେତେବେଳେ ଆସୁଥିବ, ଟିଭିର ସିମ୍ବଲ ଯେତେବେଳେ ଆସୁଥିବ ଦେଖିବେ ତା ତଳେ ଲେଖା ହେଇଥିବ ଯେ ସତ୍ୟମ୍ ଏବଂ ସୁନ୍ଦର। ରେଡିଓ କଥା ଯେତେବେଳେ ଥିଲା ସେଥିରେ କଣ ଲେଖା ହଉଥିଲା? ନା ବହୁଜନ ହିତାୟ ବହୁଜନ ସୁଖାୟ। ବହୁଜନ ହିତାୟ, ରେଡିଓରେ ଯୋଉ କଥା ପ୍ରଚାର ହବ ତା ଅନେକ ଲୋକଙ୍କୁ ହିତ ପ୍ରଦାନ କରିବ, ଆଉ ବହୁଜନ ସୁଖାୟ। ମୁଁ ସେଇ ଗୀତାର କଥା ପାଖକୁ ଆସୁଛି 22 ପାହାଚ ସହିତ ସେଇଠି ଆପଣ ମତେ କହିଥିଲେ 22 ପାହାଚ ବାବଦରେ କହିବା ପାଇଁ, ମୁଁ ସେ ଗୀତା ପାଖରେ ଆସିକି ପହଞ୍ଚୁଛି ଯୋଡିବି ସେଇଟା। ସେଥିପାଇଁ ଟିକେ ଅନୁମତି ବି ଦରକାର। କଣ ଯୋଡିବି ସେଠି ନେଇକି? ନା ଗୀତା ବାବଦରେ କୁହାଯାଇଛି ସର୍ବୋପନିଷଦୋ ଗାବଃ ଦୁଗ୍ଧ ଗୋପାଳ ନନ୍ଦନ ପାର୍ଥ ବତ୍ସା ସୁଧୀର ଭକ୍ତା ଦୁଗ୍ଧମ ଗୀତାମୃତମ ମହତ୍। ଏଠି ଗୀତା କିଏ? ନା ଅମୃତ ହେଇକି ଯୋଉ କ୍ଷୀରଟା ପ୍ରବାହିତ ହଉଛି, ଅମୃତ ହେଇକି ଯୋଉ କ୍ଷୀର ପ୍ରବାହିତ ହଉଛି ସେ କୋଉଠୁ ଆସୁଛି? ଗାଈର 4ଟା ଚିରରୁ ଆସୁଛି। ଗାଈର 4ଟା ଚିର କଣ? ନା ସେ ଗାଈର 4ଟା ଚିର ହଉଛି ଋଗ୍ବେଦ, ଯଜୁର୍ବେଦ, ସାମବେଦ ଏବଂ ଗାଈର ଯୋଉ 4ଟା ଚିର ଅଛି ସେଟା ବେଦ ସ୍ୱରୂପୀ ଋଗ୍ବେଦ, ଯଜୁର୍ବେଦ, ସାମବେଦ, ଅଥର୍ବବେଦ।
ज्ञान जदि केबे क्षीर हो जाए, ज्ञान जदि केबे पानी हो जाए, ज्ञान जदि केबे प्रवाहित हुए, ज्ञान जदि केबे सुंदर शब्द सृष्टि करुଥାଏ, अभिज्ञ लोक मैंने भीतर अच्छा जानिथिबे गाई दुहा होतुला बेले क्षीर पड़ुथुवार शब्दटाକୁ ଶୁଣିକି गाई भारी खुशी हो जाए, कारण सेठी चतुर्दिगर संगीत सेठी शुभुଛି। गोटाए चेर पूर्व दिग, गोटाए चेर पश्चिम दिग, गोटाए चेर उत्तर दिग, पुणी आ गोटाए चेर दक्षिण दिगर शब्द सेठी शुभुଛି। ये हेले चाल गीता कथा कहीं कही कही गीता कथा को 18 अध्याय गीता, 18 अध्याय भगवत गीता, श्रीमद भगवत गीता 4 वेद मिसई दिंतु 18 4 22 पाहचर प्रतीक हूँ वेद को अध्ययन करने सहित जाकि श्रीमद भगवत गीता को भी तेणु श्रीमद भगवत गीता को जो मैंने अध्ययन करते, जो मैंने वेद अध्ययन करते, से एक कथा केमी जानवे, समस्ते तो पढ़ी पारे नहीं। दृश्य काव्य या श्रव्य काव्य या श्रव्य काव्य कौन रहा ना, जे शुणी के ज्ञान ग्रहण करेंगे समस्त अक्षर शिखिपारे ना, पढ़ी पारे ना, एक जुग जुग धरिक रही से कौन कर नाटक रचना कर। तेणु श्रीमद भगवत गीतार 18 अध्याय पढ़े, 4टा वेद पढ़े, तापर जे वेद स्वरूपी भगवान पाखे पहुंचे कथा समस्त संभव है ना। गीता एवं वेद को अध्ययन कर फल कौन दरकार है 22टा पाहाच अतिक्रम, 22टा पाहाच अतिक्रम करेंगे। से मनुष्य जीवन को परमात्मा निकट में पहुंचाई, कारण से परमात्मा निकट में अच्छी कौन ना ऊर्ध्व मूलम अधशाखम अस्वस्थम प्राहुरव्ययम छंदांसी दस्य वर्णानि दस्तम वेद सवेदविद। संपूर्ण भाव में वेदर रचना ग्रहण कर छंद माने 1 लक्ष शालग्राम या सिंहासन उपरे प्रतिष्ठित। जगति कहतु, बृहति कहतु, उष्णिक कहतु, त्रिष्टुप कहतु, अनुष्टुप वैदिक शास्त्र रचना करने जो 7टी छंद, से 7टी छंद जदि मूर्ति होता से किए एपाखु गणी आसतु शेषनागर अवतार स्वयं बलभद्र, भगवान कृष्ण शेषांश जो शरीर भीतर रहा दारु ब्रह्माकार परिचित स्वयं जगन्नाथ। उभय भितर समीकरण रक्षा करने जो मूर्ति स्थापन घटी से होती देवी सुभद्रा। आज समस्ते गुंडीचा यात्रा से रत्न सिंहासन पर फांका थिबा जगटा को देखिके आंकी दौची मु आज चित्र आपण मान पाखे। मतलब ये गले 3 मूर्ति, सुदर्शन चक्र 4, श्रीदेवी भूदेवी 5 और 6, तळंती मदन मोहन 7। हिसाब कर नियंतु यदि संपूर्ण छंदरे सम्मिश्रित होइथिबा, छंदरे संयुक्त होइथिबा वेदशास्त्र जदि छंद जदि वेदशास्त्र को रक्षा करि पारुचे, ताले लक्षे पत्थरर सिंहासन पर प्रतिष्ठित होइथिबा 7 मूर्ति 7 छंद सहित समान कि एबे 22 पाहाच सहित गोटे स्वतंत्र कहानीटे अछि। जड़े राजा पुरी रे गजपति आसन रे थांती, किंतु तांकर दीर्घदिन पर्यंत कौन पुत्र संतान कि कन्या संतान जन्म हला नहीं। मुक्त हवाई से जगन्नाथ पाखे अनुरोध कले। जगन्नाथ कहले मो जावासवाई जदि तुम कि पाहाच तैयारी करदब आ जो संतान जन्म हम से संतान को आणिकी जदि तुम ये पाहाच पर गड़े दब ताले तुम संतान जन्म हम। संतान जन्म है अल्प आयुषर जन्म, आयुष हूँ अल्प, एक ज्योतिर्विद माने कहे कौन कर सबु ग्रह मान अतिक्रम कर महाग्रह आकार परिस्थित होती स्वयं जगन्नाथ पाखे से राजा निजर चिंताधारा को ग्रहण कर 22टा पाहाच निर्माण करदे आगे गढ़े कौटी 22 पाहाच विभिन्न नाम नामकरण कराई। जो 22टी पाहाचर नामकरण एथिणी प्रमोदिनी अक्षौहिणी नाम जो जो ना सब दिया मोर संपूर्ण 22टा ना मोर मन पड़ूना, किंतु नामकरण कराई जोगिनी मानकर नाम नामित कराई। बोले जो मैंने संसार में विशेष किसी क्षति करें ना से पाद तले पकई एक भी आप जानी था। प्रदीप्त आज्ञा कौन गोटे कहवाई चाहूँ कहूँ
ନାଇଁ ଭାଇନା ଆପଣ କହି ସାରନ୍ତୁ ଶେଷକୁ 22ଟା ପାହାଚର ନାଁ ମୁଁ କହିଦେବି। ବଢିଆ 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 ଟିବ୍ରା ଖେବିଣୀ ଏମିତି ଏଇ କ୍ରମରେ ଟିବ୍ରା ନାଁରେ ଗୋଟେ ଅଛି, ଖେବିଣୀ ନାଁରେ ଜଣେ ଅଛନ୍ତି, ଏଇ କ୍ରମରେ। ତେବେ ସେ 22 ପାହାଚର କଥା ଆମେ ଯେତେବେଳେ ଉପସ୍ଥାପନ କରିବା ପାଇଁ ଯିବା, ଧୀରେ ଧୀରେ ସମୟ ସରି ଆସୁଛି, ଅଳ୍ପ ଅଳ୍ପରେ ମୁଁ କହି ଦେଇକି ଯାଉଛି। ଜଗନ୍ନାଥଙ୍କ ଉପରେ ଯେତେବେଳେ ଆପଣ ଜାଣିଛନ୍ତି 108 ଗରା ପାଣି ଢଳା ହେଇଗଲା ସ୍ନାନ ପୂର୍ଣ୍ଣିମା ଦିନ, ଗଜ ବେଶରେ ସଜ୍ଜିତ କରି ଦିଆଗଲା। କାରଣ ଏ ସଂସାରରେ ଯଦି ରାଜକୀୟ ପଶୁ ଯଦି କିଏ ଥାଏ ତାହେଲେ ସିଏ ହଉଛି ଗଜ। କହିପାରନ୍ତି ହଉଛି ରାଜା, ଆମେ ମାନିଲୁ, କିନ୍ତୁ ରାଜାଙ୍କର ଦୁଆରେ ରାଜକୀୟ ପଶୁ ଆକାରରେ ଯଦି କିଏ ବନ୍ଧା ହେଇଥିବ ତାହେଲେ ସେ ହାତୀ ହିଁ ବନ୍ଧା ହେଇଥିବ। ସେଥିପାଇଁ ସାଧାରଣ ଲୋକ କହନ୍ତି ହାତୀ ବଣରେ ବୁଲିଲେ ରଜାର, ହାତୀ ଘର ଆଗରେ ବନ୍ଧା ହେଲେ ବି ରଜାର। ରଜା କୋଉ ପଶୁକୁ ବାନ୍ଧିକି ରଖିବ ନା, ଯିଏ ରାଜାଙ୍କ ପରି ହେଇଥିବ। ଅତଏବ ସେଇ ପଶୁଟି କୋଉଠି ରହିଲା? ଏଇ ଯୋଉ ସ୍ନାନ ପୂର୍ଣ୍ଣିମା ଦିନ ଗଜ ବେଶ ଧାରଣ କରୁଛନ୍ତି ସ୍ୱୟଂ ଜଗନ୍ନାଥ। ଆପଣ ପ୍ରତି ଭଟ୍ଟଙ୍କ ଅନୁସାରେ ଆପଣ ବି କହିପାରନ୍ତି। ସେଦିନ 33 ଗରା, 35 ଗରା, 22 ଗରାର ପାଣି ଢଳା ଯାଉଥିଲା। ତେଣୁ 22 ଗରାର ପାଣି ଯେତେବେଳେ ଢଳା ହଉଛି, ସେ 22 ଗରାର ପାଣି ଆଣିବା ପାଇଁ ଯୋଉମାନେ ଯିବେ, ସୁନା କୂଅରୁ କେତେ ପାହାଚ ଅତିକ୍ରମ କରିକି ଯିବେ ନା 22 ପାହାଚ ଅତିକ୍ରମ କରିବେ। ଇଏ ହଉଛି 22 ସଂଖ୍ୟା ସହିତ ସୁଭଦ୍ରାଙ୍କ ଉପରେ 22 ଗରା ପାଣି ଢଳା ହଉଛି, 33 ଗରା ପାଣି ଢଳା ହଉଛି ଜଗନ୍ନାଥଙ୍କ ଉପରେ, 35 ଗରା ପାଣି ଢଳା ହଉଛି ବଳଭଦ୍ର। ସେ କଥା ଗଲା ଗୋଟେ କ୍ରମରେ। 22 ପାହାଚର ନାଁ ବି କହିବି, ତା ପୂର୍ବରୁ ଆଉ ଗୋଟେ କଥା କହିଥାନ୍ତି। 3ଟା ଲୋକ ଯୋଉ ଅଛି, ପାତାଳ ଅଛି, ଊର୍ଦ୍ଧ୍ୱ ଲୋକ ଅଛି, ଅଧଲୋକ ଅଛି, ଚତୁର୍ଦ୍ଦଶ ବିଶ୍ୱ ବ୍ରହ୍ମାଣ୍ଡ ଆକାରରେ ଆପଣ ତାକୁ ନାମିତ କରନ୍ତି। এই ଚତୁର୍ଦ୍ଦଶ ବିଶ୍ୱ ବ୍ରହ୍ମାଣ୍ଡ ଉପରେ ଆହୁରି 7ଟା ଲୋକର ଅନୁମାନ ମଧ୍ୟ କରାଯାଇଛି। ଫଳରେ 21 ପାହାଚ এই 21 ଲୋକରେ ପରିଚିତ ହେଇଯାଏ। ପ୍ରତିବିମ୍ବିତ ଲୋକ ସେମାନେ, ଛାଇରେ ସେ ଲୋକ ସବୁ ତିଆରି। 7 ଅଧଲୋକ, 7 ଊର୍ଦ୍ଧ୍ୱ ଲୋକ, ସେମାନଙ୍କର ଛାଇ ହଉଛି 7 ଛାୟା ଲୋକ ବୋଲି ଆପଣ ତାକୁ କହିପାରିବେ। ତେବେ ସେଇଥିରେ ଆଉ ଗୋଟିଏ ପାହାଚ ସେ ଜାଗାରେ ଅଛି। ସେ ପାହାଚଟି କଣ ଅଛି ନା, ପାହାଚ ଉପରକୁ ଚଢିଲା ବେଳେ ଯେମିତି ମଣିଷ କିଛି ପାହାଚ ପାଖରେ ଛାଡି ଦେଇକି ଯାଉଥାଏ, ଗୋଡ ବସି ଦେଇକି ଯାଉଥାଏ, ମହିଳା ରଖି ଦେଇକି ଯାଉଥାଏ, ସଫା ହବା ପାଇଁ ଯାଉଥାଏ, ସେମିତି ଗୋଟେ ଶିଳା 22 ପାହାଚ, ଜନ୍ମଶିଳା ତାର। ସେ ଜନ୍ମଶିଳାଟି 22 ପାହାଚରେ କାହିଁକି ଅଛି ନା, 21 ସଂଖ୍ୟା ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ଏଇ ଜନ୍ମଶିଳା ଉପରେ ପାଦକୁ ଧୋଇ ଦେଇକି ଯାଅ, ପାପ ଏଇଠି ଛାଡି ଦେଇକି ଯାଅ। ଆସିଲା ବେଳକୁ 22 ପାହାଚରେ ଆସିବ ନାହିଁ, ଆସିଲା ବେଳକୁ 21 ପାହାଚରେ ଆସିବ। 21 ପାହାଚରେ କାହିଁକି ଆସିବ? ତାର କାରଣ ହଉଛି ଯୋଉ ପାପଟା ତମେ ଜମଶିଳା ଉପରେ ଛାଡି ଦେଇ ଯାଇଥିଲ, ପୁଣି ଫେରିଲା ବେଳକୁ ଯଦି ସେ ଜମଶିଳା ଉପରେ ପୁଣି ଠିଆ ହେଇଗଲ, ତାହେଲେ ତମ ପାଖକୁ ପୁଣି ପାପ ଯାକ ଫେରି ଆସିବ। ଅଧିକା ସମୟ ନଉନାହିଁ ତ, 7:50 ହେଇଛି। ମୁଁ ସେଥିପାଇଁ ଟିକେ ଆପଣମାନଙ୍କ ପାଖରୁ ସେ ସମୟର ଅନୁମତି ଟିକେ ଜାଣିବା ପାଇଁ ଚାହୁଁଛି। 7:50 ହେଲା, ଆଉ 10 ମିନିଟ୍ କହିପାରିବି କି? ତେଣୁ ଜଗନ୍ନାଥ ଉପରେ 33 ଗରା ଆଉ 35 ଗରା, 22 ଗରାର ପାଣି ଯେତେବେଳେ ଢାଳି ଦିଆ ହଉଛି, ସେତେବେଳେ ଏ ଜଗନ୍ନାଥଙ୍କୁ ଜ୍ୱର ହଉଛି, ସେ ଅଣସର ଘରେ ଯାଇକି ରହୁଛନ୍ତି। ଆପଣ ମାନେ ଜାଣନ୍ତି ଫୁଲୁରି ତେଲ ତାଙ୍କ ଦେହରେ ଲଗା ହଉଛି। ଫୁଲୁରି ତେଲ ଲଗେଇବା ପାଇଁ କଣ କରାହଉଛି ନା, 1 ବର୍ଷ ପୂର୍ବରୁ ସେ ତେଲକୁ ମାଟି ତଳେ ସାଇତିକି ରଖା ହଉଛି। ଆପଣ ଏକଥା ମୁଁ ଆପଣମାନଙ୍କୁ ନିଶ୍ଚିତ ଭାବରେ ଜଣେଇବି, ଜଗନ୍ନାଥଙ୍କ ମନ୍ଦିରକୁ ପ୍ରବେଶ କଲା ବେଳେ 2ଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଅଛନ୍ତି। ସ୍ତମ୍ଭ, ଜଣକୁ ସ୍ତମ୍ଭ କୁହାଯାଏ, ଜଣକୁ ଖମ୍ବ କୁହାଯାଏ। ସ୍ତମ୍ଭ କିଏ ଆଉ ଖମ୍ବ କିଏ? ସ୍ତମ୍ଭ ହଉଛନ୍ତି ଅରୁଣଙ୍କ, ସେ ଯେହେତୁ ବଡ, କାରଣ ଅରୁଣ ଏବଂ ଗରୁଡ ହେଉଛନ୍ତି 2 ଭାଇ। ବଡ ଭାଇ ଦାଣ୍ଡରେ ଅଛନ୍ତି, ବଡ ଦାଣ୍ଡ ଉପରେ ଅଛନ୍ତି। ଆଜିକାଲି ସରକାରଙ୍କର ପ୍ରତିବନ୍ଧକ ଲାଗିଯାଇଛି, ସରକାର ପ୍ରତିବନ୍ଧକ କରିଦେଇଛନ୍ତି, ଗରୁଡ ସ୍ତମ୍ଭକୁ କେହି ଛୁଇଁ ପାରିବ ନାହିଁ। କିନ୍ତୁ ଗରୁଡ ସ୍ତମ୍ଭକୁ ଛୁଇଁକି ତାକୁ ଯେତେବେଳେ 2 ହାତରେ କୁଣ୍ଢେଇକି ଧରିବେ, କାରଣ ଭକ୍ତମାନଙ୍କର ଇଚ୍ଛା ଥିଲା ବ୍ରହ୍ମ ରଜରେ ପାଦ ସ୍ଥାପନ କରିବେ ଶରଧା ବାଲି ଉପରେ, ବ୍ରହ୍ମ ଅନ୍ନକୁ ଭକ୍ଷଣ କରିବେ, ବ୍ରହ୍ମ ସ୍ୱରୂପକୁ ଦର୍ଶନ କରିବେ, ବ୍ରହ୍ମ ଚିନ୍ତନରେ ଚିନ୍ତିତ ହେବେ, ଶେଷରେ ବ୍ରହ୍ମ ଲୋକକୁ ପ୍ରାପ୍ତ ହେବେ।
ये सब व्यवस्था ता भीतर रखा है। सिंह द्वार प्रवेश करेंगे, धर्म भीतर प्रवेश करेंगे, अर्थ उपार्जन कर बाट खोजे व्याघ्र द्वार, कामना को भी टिके टिके ग्रहण करने दरकार, संसार ना रही गज द्वार शेष अश्व द्वार बाहर जाए मुख्य प्राप्त है। तेणु जगन्नाथ संस्कृति जो चार्टा द्वार निर्माण ये कौन सी अर्थहीन निर्माण नाला, ये जाऊँ न जाऊँ कथा अलग, जी बुझीपारा सी तो जान जा हो जगन्नाथ मो धर्म अर्थ काम मुख्य सब जोगाड़ कर रखते, मुझे छाड़े कहीं मंदिर को टे पड़ेबी तार चारि द्वार टे जी बाहरी आस सिंह द्वार पशिली व्याघ्र द्वार बाहर पड़ी, व्याघ्र द्वार बाहरी हस्ती द्वार दे पलि आसबि, हस्ती द्वार दे पशिली सूर्य अस्त पूर्व हस्ती द्वार दे आसबे, मन रखता कारण सूर्यास्त पर जो समय सूर्यास्त हस्ती द्वार से समय बाबा सूर्यास्त पर हस्ती द्वार खोल जहाँ संस्कार जहाँ परंपरा। तेज मुझे 22 संख्या जो कथा कहती समय सरी जाऊँगी जगन्नाथ जो फुलुरी तेल माटी तले पोता होता है वर्षक पर्यंत से फुलुरी तेल तैयारी हबार प्रक्रिया हूँ 14 प्रकार फुल 8 प्रकार गछ चेर, हिसाब कर देखो केतेटा है 22 श्रीमद भगवद गीतार 18 अध्याय ता सहित 4टी वेद 22 पाचर कहबार कथाटा हूँ संसार भितर 5 इंद्रिय 5 ज्ञानेन्द्रिय 5 कर्मेन्द्रिय 5 तन्मात्रा ऐसी केता 20 जीव परम 2 जन जाक ऊपर तल जति बसुच्च शरीर केत मृत्यु मुखर सम्मुखीन हेले पड़े। तेणु संसार से होती अलौकिक नायक, संसार से होती महानायक जहाँ पाखे 20 प्रकार इंद्रिय को ग्रहण करी कौट जाए पहुंचती जगन्नाथ। एकादश रुद्र यात्रा हूँ गला बेलू एकादश रुद्र जाइए फेरला बेलू तो पुणी एकादश रुद्र फेरवे आपरती रथ उपर तो बसिक जगन्नाथ गले आपको एकादश रुद्र यात्रा कले बोली केमी देखिले आप कौट देखिले आम तो क्या देखी ना आपण मैंने कथा पचारि पार एकादश रुद्र कहीं यात्रा कले से कथा मुझे कहबी जगन्नाथ रथ चक तलू जो शब्द निर्गत हुए से शब्द कहार नुहे, से शब्द केवल शिवंक अनुचर नंदी भृंगीर शब्द कहबी ना नंदीर शब्द ही कहबी। नंदी एते आनंदर शब्द सृष्टि करुची से शब्द को शुणापी आकाश देवता माने भी ओल्हे आसुचंती देखिबा पे केमितिया शब्द सृष्टि होची देखिबा तापर आपण माने मते सीधा सड़क पचारि पारंती आकाश देवता माने ओल्हे आसुचंती बोली कि कोठी प्रमाण अछि कारण जो वरिष्ठ व्यक्तित्व माने अछंती एठी तने सीधा सड़क आसी किछि पचारि ना जे कथा सत किंतु मन भितरे तांकर प्रश्न रहतो आपण ए कथा देखिले केमिति तार सेति पे सीधा गुआई परित्राणाय साधूनां विनाशाय च दुष्कृतां धर्म संस्था अनर्थाय संभवामि जुगे जुगे। गोटा आपण सत्य द्वापर त्रेतया एवं कली ही पारे से पाख को जाऊ ना एटा ही पारे आपण मानक पई किंतु मो पई जोगटा होची नवजौवन जगन्नाथ को देखीदे पुण्य आसीगला पुण्यटा पुणी दुखाभिभूत परिश्रम आसुना दुखरे जर्जरित ग्लानियुक्त होमती आसुना केमी आसुची नंदीर शब्द ना। तेणु नंदीर शब्द सृष्टि करुवा रुद्रावतारी एकादश रूप थे जाइंट श्रीमंदिर पाखु गुंडीचा मंदिर पाखक पुणे गुंडीचा मंदिर पाखु श्रीमंदिर पाखक फेरवे श्रद्धार बाली उपर आसवे श्रद्धार देवी आसवे अर्ध सुषेणी को छाड़ी आसवे पुणी आसिकी एकादश रुद्र 22 गति नंदीघोष तलू केमती तैयारी होती से कथा सूचित करदे। 22 पाहाच उपरे राजा पुओ को गड़ेवा कथा हो
18 ଅଧ୍ୟାୟ ଶ୍ରୀମଦ୍ ଭଗବତ ଗୀତା 4 ବେଦରେ 22 ହଉ 14 ଫୁଲ 8 ଗଛ ଛାଲିରେ ତିଆରି ହେଇଥିବା ଫୁଲୁରି ତେଲ କଥା ବି ହଉ କିମ୍ବା 20 କରିକି ଯୋଉ ଇନ୍ଦ୍ରିୟ ମାନେ ଅଛନ୍ତି 20 ସଂଖ୍ୟାରେ ଯୋଉ ଅଛନ୍ତି ତା ସହିତ ଜୀବ ପରମର ମିଶ୍ରଣ ହେଇକି 2ଟି ଶୁଆ ଯୋଉ ରଥ ଉପରେ ଅଛନ୍ତି ଜୀବ ପରମ ସେମାନଙ୍କ ବାଟ ଦେଇକି ହଉ 22 ସଂଖ୍ୟା କୃଷି ଭାଇ କରନ୍ତ ପ୍ରଦୀପ୍ତ ଭାଇ ତ 22ଟା ସଂଖ୍ୟାର ନାଁ କହିବି ସାରିଲେଣି ମୋର ମନେ ପଡିଲା ନାହିଁ ସେଥିପାଇଁ ମୁଁ ଆପଣମାନଙ୍କ ଆଗରେ ନମ୍ର ଭାବରେ କହିବି ମନେ ପଡିଲା ନାହିଁ ସେଥିପାଇଁ କହିପାରିଲି ନାହିଁ କିନ୍ତୁ ଏମିତି କରିକି କେତେ ନାହିଁ ସେ 22 ନାଁ ଦେଇଛନ୍ତି ସବୁ ନାରୀଙ୍କର ନାଁ ଉପରେ ଲେଖା ହେଇଛି ଯୋଉ ଦେଖିଲେ ହବ। ମେସେଜ କରୁଛନ୍ତି